हेलो एवरीवन वेलकम टू प्रियांश स्टडी सर्कल ମୁଁ ଆଜି ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଇତିହାସ ବହିର ଇଂରେଜ ଶାସନକୁ ପ୍ରତିରୋଧ ବିଷୟରୁ କିଛି MCQ ନେଇ ଆସିଛି ଯାହାକି NMS ଏବଂ NRTS ପରୀକ୍ଷା ଉପଯୋଗୀ। ଚାଲନ୍ତୁ ତାହାକୁ ଆଲୋଚନା କରିବା। ପ୍ରଶ୍ନ 1 ନିମ୍ନୋକ୍ତ କିଏ ଚୌହାନ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ? କିଏ ଚୌହାନ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ? ନା ଉତ୍ତର ହେଲା ବୀର ସୁରେନ୍ଦ୍ର ସାଏ। କେବେ? ନା 1809 ମସିହାରେ। ପ୍ରଶ୍ନ 2 ନିମ୍ନୋକ୍ତ କିଏ ବଳିଆର ସିଂଙ୍କର ଉତ୍ତରାଧିକାରୀ ଥିଲେ? କିଏ? ନା ଉତ୍ତର ହେଲା ବୀର ସୁରେନ୍ଦ୍ର ସାଏ। ପ୍ରଶ୍ନ 3 ଗଣ୍ଡମାନଙ୍କ ବ୍ୟତୀତ ଅନ୍ୟ କେଉଁ ଆଦିବାସୀମାନେ ସୁରେନ୍ଦ୍ର ସାଏ ଦାବିକୁ ସମର୍ଥନ କଲେ? କେଉଁମାନେ? ନା ଉତ୍ତର ହେଲା ବିଞ୍ଝାଲ। ପ୍ରଶ୍ନ 4 ଭାରତରେ ସିପାହୀ ବିଦ୍ରୋହ ଚାଲିଥିବା ସମୟରେ ସମ୍ବଲପୁରରେ ଏହି ବିଦ୍ରୋହରେ କିଏ ଯୋଗ ଦେଇଥିଲେ? ନା ଉତ୍ତର ହେଲା ସୁରେନ୍ଦ୍ର ସାଏ। ପ୍ରଶ୍ନ 5 1863 ମସିହାରେ ସମ୍ବଲପୁରର ଡେପୁଟି କମିଶନର କିଏ ଥିଲେ? ନା ଉତ୍ତର ହେଲା କିମ୍ବରଲେଚ। ପ୍ରଶ୍ନ 6 ନିମ୍ନୋକ୍ତ କିଏ ଚକ୍ରାଭିଷେକକୁ ଧରାଇ ଦେବା ବିନିମୟରେ 3000 ଟଙ୍କା ପୁରସ୍କାର ଘୋଷଣା କରିଥିଲେ? କିଏ ଘୋଷଣା କରିଥିଲେ 3000 ଟଙ୍କା ଚକ୍ରାଭିଷେକକୁ ଧରାଇ ଦେଲେ ପୁରସ୍କାର ଦେବେ ବୋଲି? ନା ଉତ୍ତର ହେଲା ଡେଲହାଉସ। ପ୍ରଶ୍ନ 7 ଚକ୍ରାଭିଷେକ ନିମ୍ନୋକ୍ତ କେଉଁ ରାଜାଙ୍କ ଆଶ୍ରୟ ନେଇଥିବାର ଇଂରେଜ ଶାସକ ଜାଣିପାରିଥିଲେ? କେଉଁ ରାଜାଙ୍କର ଆଶ୍ରୟ ନେଇଥିବାର ଜାଣିପାରିଥିଲେ? ନା ଉତ୍ତର ହେଲା ସୋନପୁର। ପ୍ରଶ୍ନ 8 ନିମ୍ନୋକ୍ତ କେଉଁ ରାଜା ଚକ୍ରାଭିଷେକକୁ ସାହାଯ୍ୟ କରୁଥିବାର ସନ୍ଦେହ କରି ଇଂରେଜ ଶାସକ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବାକୁ ଚେତାବନୀ ଦେଇଥିଲେ? କେଉଁ ରାଜା ଚକ୍ରାଭିଷେକକୁ ସାହାଯ୍ୟ କରୁଥିବା ସନ୍ଦେହ କରିଥିଲେ ଇଂରେଜମାନେ? ଉତ୍ତର ହେଲା ବୌଦ୍ଧ। ପ୍ରଶ୍ନ 9 ରତ୍ନାବଳୀ ନିମ୍ନୋକ୍ତ କେଉଁ ମସିହାରେ ଆରମ୍ଭ ହୋଇଥିଲା? କେଉଁ ମସିହାରେ ହୋଇଥିଲା ରତ୍ନାବଳୀ? କେଉଁ ମସିହାରେ? ନା ଉତ୍ତର ହେଲା 1868। ପ୍ରଶ୍ନ 10 କମିଶନର ରେଭେନ୍ସା ନିମ୍ନୋକ୍ତ କାହାକୁ କେନ୍ଦୁଝର ରାଜଗାଦିରେ ବସାଇବାକୁ ସାହାଯ୍ୟ କରିଥିଲେ? କାହାକୁ? ନା ଉତ୍ତର ହେଲା ଧନୁର୍ଜୟ ଭଞ୍ଜ। ପ୍ରଶ୍ନ 11 ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗିଦେବା ଫଳରେ କିଏ ମୁକ୍ତ ହୋଇଥିଲେ? ନା ଉତ୍ତର ହେଲା ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭାଇ ଉଦନ୍ତ ସାଏ। ତାଙ୍କ ସାନ ଭାଇ ଉଦନ୍ତ ସାଏ ମଧ୍ୟ ମୁକ୍ତ ହୋଇଥିଲେ। ପ୍ରଶ୍ନ 12 ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ କେଉଁ ସ୍ଥାନର ରାଜା ରୂପେ ଘୋଷଣା କରାଯାଇଥିଲା? କେଉଁ ସ୍ଥାନର? ନା ଉତ୍ତର ହେଲା ଖୋର୍ଦ୍ଧା ରାଜା। ପ୍ରଶ୍ନ 13 1898 ମସିହାରେ ଭୂୟାଁ ସମ୍ପ୍ରଦାୟର କିଏ ଏକ ମେଳିର ନେତୃତ୍ୱ ନେଇଥିଲେ? କିଏ? ନା ଉତ୍ତର ହେଲା ଧରଣୀଧର ଭୂୟାଁ। ପ୍ରଶ୍ନ 14 ନିମ୍ନୋକ୍ତ କେଉଁ ଶାସକଙ୍କ ସମୟରେ ଓଡ଼ିଶା ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଥିଲା? କେଉଁ ରାଜ୍ୟଙ୍କ ସମୟରେ? ଉତ୍ତର ହେଲା ଦିବ୍ୟସିଂହ ଦେବ। ପ୍ରଶ୍ନ 15 ଜୟରାଜଗୁରୁଙ୍କୁ ଇଂରେଜମାନେ କେଉଁ ସ୍ଥାନରେ ବରଗଛର ଡାଳରେ ବାନ୍ଧି ଫାଶୀ ଦେଇଥିଲେ? କେଉଁ ସ୍ଥାନରେ? ନା ଉତ୍ତର ହେଲା ମେଦିନୀପୁର। ପ୍ରଶ୍ନ 16 କେଉଁଝରର କେଉଁ ଶାସକ 1891ରେ ବେଠିରେ ଏକ ନିର୍ମାଣ କରିବାକୁ ପ୍ରଜାମାନଙ୍କୁ ଆଦେଶ ଦେଇଥିଲେ? କେଉଁ ରାଜା? ନା ଧନୁର୍ଜୟ ଭଞ୍ଜ। ପ୍ରଶ୍ନ 17 ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ କେତୋଟି ଦଳରେ ବିଭକ୍ତ କରିଥିଲେ? ଉତ୍ତର ହେଲା 4ଟି। ପ୍ରଶ୍ନ 18 ଇଂରେଜ ବକ୍ସି ଜଗବନ୍ଧୁଙ୍କ ସମ୍ପତ୍ତିକୁ କେବେ ବାଜ୍ୟାପ୍ତ କରିଥିଲେ? କେବେ? ନା ଉତ୍ତର ହେଲା 1823।
प्रश्न 19 शहे जयराजगुरु केउं जिले में जन्मग्रहण करथिले केउं जिले जन्मग्रहण करथिले ना उत्तर है पुरी। प्रश्न 20 जयराजगुरु बाल्यकाल में केउं भाषा रे पांडित्य अर्जन करथिले केउं भाषा रे पांडित्य अर्जन करथिले ना उत्तर है संस्कृत। प्रश्न 21 इंग्रेज दोरा विषय को निम्नलिखित केउं स्थान धरिले केउं स्थान धरथिले ना उत्तर है अनुगुल। प्रश्न 22 निम्नलिखित केउं स्थान रे दोरा विषयींकर मृत्यु होइतिला केउं स्थान रे मृत्यु होइतिला ना उत्तर है मांद्राज। प्रश्न 23 केउंझर आदिवासी भूया संप्रदाय निम्नलिखित काहाकू केउंझर राजगादी रे बसिबा पई समर्थन करुनथिले काहाकू ना उत्तर है धनुर्जय भंज। प्रश्न 24 निम्नलिखित केते मसिया रे राजा धनुंजय भंजଙ୍କ विरुद्ध रे विद्रोह हैला केबे ना उत्तर है 1868। प्रश्न 25 निम्नलिखित केते ख्रीष्टाब्द रे इंग्रेज शासक त्रिविक्रम भंज को मयूरभंज राजा रूपे स्वीकार करथिले केबे ना उत्तर है 1810। प्रश्न 26 कहार नेतृत्व रे कटक संबलपुर राजरास्ता बटघाटा विद्रोही मान अवस्थापित होइतिले कहार नेतृत्व रे ना उत्तर है लोहीसिंगा जमींदार। प्रश्न 27 संबलपुर विद्रोह दमन पाई निम्नलिखित किए अश्वरोही सैन्य सह संबलपुर ठारे पहुंचीथिले किए पहुंचीथिले ना उत्तर है इजिप्ट। प्रश्न 28 निम्नलिखित केबे सुरेंद्र साय बंदी हेले के बंदी हेले ना उत्तर है 1864 मसीहा जनवरी मास 23 तारीख। प्रश्न 29 वीर सुरेंद्र साय केबे प्राण त्याग कले ना उत्तर है 1884 मसीहा फेब्रुआरी मास 28 तारीख। प्रश्न 30 दोरा विषय निम्नलिखित केउं संप्रदायर नेता थिले केउं संप्रदायर नेता थिले ना उत्तर है कंध। प्रश्न 31 ओडिशा रे इंग्रेज शासन विरुद्ध रे केउंझर भूया संप्रदायर विद्रोह को कौन कहा जाउथिला ना उत्तर है रत्नामेली। प्रश्न 32 दोरा विषय और चक्रा विषय केउं विद्रोह नेतृत्व नहीं ना उत्तर है घुमुसर विद्रोह। प्रश्न 33 असंतुष्ट कोलमानी क्या मारिदेवा धमक देते क्या ना जमींदार माधव दास महापात्र को। प्रश्न 34 इंग्रेज मान निमित्त केउं मसीह ओडिशा को अधिकार करथिले केउं मसीह ना 1803 मसीह। प्रश्न 35 1898 इंग्रेज मान विरुद्ध निमित्त केउं मेली होइतिला 1898 मसीह ना उत्तर है धरणी मेली। प्रश्न 36 जयराजगुरु माता नाम कौन थिला जयराजगुरु माता नाम कौन थिला ना उत्तर है हारामणि। प्रश्न 37 जयराजगुरु निम्नलिखित केउं राजा राज्यसभा रे प्रथम जने पंडित भाव में नियुक्ति पाइथिले केउं राजा माने राजा दिव्य सिंह देव। प्रश्न 38 जयराजगुरु निम्नलिखित कहार अभिभावक भावे कार्य करथिले कार अभिभावक रूपे कार्य करथिले ना उत्तर है द्वितीय मुकुंद देव। प्रश्न 39 1798 मसीह निम्नलिखित केउं घटनाटी घटिथिला ना जयराजगुरु राज्यर समस्त प्रकार शासन नियंत्रण क्षमता निज हाथ को नेले। प्रश्न 40 मुकुंद देव कहा साहाय्य खोर्धारू इंग्रेज मान तोड़ापी
ସ୍ଥିର କଲେ? କାହା ସାହାଯ୍ୟରେ? ନା ଉତ୍ତର ହେଲା ମରହଟା। ପ୍ରଶ୍ନ 41, ତ୍ରିବିକ୍ରମ ଭଞ୍ଜ ପରେ ନିମ୍ନୋକ୍ତ କିଏ ରାଜଗାଦିରେ ବସିଥିଲେ? କିଏ? ଯଦୁନାଥ ଭଞ୍ଜ। ପ୍ରଶ୍ନ 42, ଅସନ୍ତୁଷ୍ଟ କୋଲାମାନେ ଜମିଦାର ମାଧବ ଦାସ ମହାପାତ୍ରଙ୍କୁ ମାରିଦେବାର ଧମକ ଦେବାରୁ ସେ ନିମ୍ନୋକ୍ତ କେଉଁ ସ୍ଥାନକୁ ପଳାୟନ କଲେ? କେଉଁ ସ୍ଥାନକୁ? ନା ଉତ୍ତର ହେଲା ନରସିଂହଗଡ଼। ପ୍ରଶ୍ନ 43, ନିମ୍ନୋକ୍ତ କେବେ ମିରଟ ସିପାହୀମାନେ ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ ମନା କଲେ? ଏନଫିଲ୍ଡ ବନ୍ଧୁକ ବ୍ୟବହାର କରିବାକୁ କେବେ ମନା କଲେ? ନା ଉତ୍ତର ହେଲା 1857 ମସିହା ମେ ମାସ 10 ତାରିଖ। ପ୍ରଶ୍ନ 44, ନାନା ସାହେବ ଓ ତାଙ୍କର ମନ୍ତ୍ରୀ ତାନ୍ତିଆ ତୋପେ ନିମ୍ନୋକ୍ତ କେଉଁ ସ୍ଥାନରେ ସିପାହୀ ବିଦ୍ରୋହ ନେତୃତ୍ୱ ନେଇଥିଲେ? କେଉଁ ସ୍ଥାନରେ? ନା ଉତ୍ତର ହେଲା କାନପୁର। ପ୍ରଶ୍ନ 45, ନିମ୍ନୋକ୍ତ କିଏ ସିପାହୀ ବିଦ୍ରୋହ ସମୟରେ ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଥିଲେ? କିଏ? ନା ରାଣୀ ଲକ୍ଷ୍ମୀବାଇ। ପ୍ରଶ୍ନ 46, 1857 କେଉଁ ବନ୍ଧୁକ ବ୍ୟବହାର କରିବାକୁ ସିପାହୀମାନେ ମନା କରିଥିଲେ? କେଉଁ ବନ୍ଧୁକ? ନା ଉତ୍ତର ହେଲା ଏନଫିଲ୍ଡ ବନ୍ଧୁକ। ପ୍ରଶ୍ନ 47, ବକ୍ସି ଜଗବନ୍ଧୁ କେବେ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ? ଉତ୍ତର ହେଲା 1825 ମେ ମାସ। କେଉଁଠାରେ ଆତ୍ମସମର୍ପଣ କରିଥିଲେ? ନା କଟକ। ପ୍ରଶ୍ନ 48, ବକ୍ସି ଜଗବନ୍ଧୁ ନିମ୍ନୋକ୍ତ କେବେ ମୃତ୍ୟୁବରଣ କରିଥିଲେ? 1829 ମସିହା ଜାନୁଆରୀ ମାସ 24 ତାରିଖରେ। ପ୍ରଶ୍ନ 49, ଦୋରା ବିଷୟୀଙ୍କ ନେତୃତ୍ୱରେ ହୋଇଥିବା କନ୍ଧ ବିଦ୍ରୋହରେ କେତେଜଣ ଇଂରେଜ ସେନାପତି ନିହତ ହୋଇଥିଲେ? କେତେଜଣ ଇଂରେଜ ସେନାପତି? ନା 2 ଜଣ। 2 ଜଣ ଇଂରେଜ ସେନାପତି ନିହତ ହୋଇଥିଲେ ଏବଂ 13 ଜଣ ସୈନ୍ୟ। ପ୍ରଶ୍ନ 50, କନ୍ଧମାନେ ପୁନର୍ବାର ନିମ୍ନୋକ୍ତ କେଉଁ ମସିହାରେ ବିଦ୍ରୋହ କଲେ? ପୁନର୍ବାର କେବେ? ନା ଉତ୍ତର ହେଲା 1846 ମସିହାରେ। ପ୍ରଶ୍ନ 51, ଇଂରେଜମାନେ ମୁକୁନ୍ଦଦେବଙ୍କୁ ବନ୍ଦୀ କରି ନିମ୍ନୋକ୍ତ କେଉଁ ଦୁର୍ଗରେ ରଖିଥିଲେ? କେଉଁ ଦୁର୍ଗରେ? ନା ଉତ୍ତର ହେଲା ବାରବାଟୀ। ପ୍ରଶ୍ନ 52, ପାଇକ ବିଦ୍ରୋହ କଟକ ଜିଲ୍ଲାର ନିମ୍ନୋକ୍ତ କେଉଁ 2ଟି ସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିଲା? କେଉଁ 2ଟି ସ୍ଥାନ? ନା ଉତ୍ତର ହେଲା କୁଜଙ୍ଗ, ଝଙ୍କଡ଼। ପ୍ରଶ୍ନ 53, ନିମ୍ନୋକ୍ତ କେବେ ଇଂରେଜ ସରକାର ଦକ୍ଷିଣ ଓଡ଼ିଶାର ଘୁମୁସର ଅଧିକାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରିଥିଲେ? କେବେ? ନା ଉତ୍ତର ହେଲା 1835 ମସିହା। ପ୍ରଶ୍ନ 54, 1835 ମସିହାରେ ଇଂରେଜ ସରକାର ଧନଞ୍ଜୟ ଭଞ୍ଜକୁ କାହିଁକି କ୍ଷମତାଚ୍ୟୁତ କରିଥିଲେ? କାହିଁକି? ନା ଇଂରେଜ ସରକାରଙ୍କୁ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ କର ଦେଇପାରିଲେ ନାହିଁ। ପ୍ରଶ୍ନ 55, କନ୍ଧମାନଙ୍କ ମୁଖ୍ୟ ନେତା କିଏ ଥିଲେ? କିଏ ଥିଲେ? ନା ଉତ୍ତର ହେଲା ଦୋରା ବିଷୟୀ। ପ୍ରଶ୍ନ 56, ନିମ୍ନୋକ୍ତ କିଏ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ ମାଣ୍ଡଲା ଜେଲରେ ରହିଲେ? କିଏ? ନା ଉତ୍ତର ହେଲା ଦ୍ୱିତୀୟ ବାହାଦୁର ଶାହ ଜାଫର। ପ୍ରଶ୍ନ 57, ବୀର ସୁରେନ୍ଦ୍ର ସାଏ ନିମ୍ନୋକ୍ତ କେବେ ଜନ୍ମଗ୍ରହଣ କରିଥିଲେ? କେବେ? ନା ଉତ୍ତର ହେଲା 1809 ମସିହାରେ। କେଉଁଠି? ନା ସମ୍ବଲପୁରର ଖିଣ୍ଡା ଗ୍ରାମରେ। ଖିଣ୍ଡା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।
प्रश्न 58 महाराजा साईଙ୍କ मृत्यु केबे होइतिला केबे 1827 मसीह। प्रश्न 59 इंग्रेज सरकार नारायण सिंह को निम्नोक्त केते मसीह राजसिंहासन रे बसाइले केते मसीह ना 1837 मसीह। प्रश्न 60 1840 रे सुरेंद्र साई बंदी करी निम्नोक्त केउ जेल रे रखा जाइतिला केउ जेल रे ना उत्तर हजारीबाग। प्रश्न 61 निम्नोक्त केउ प्रशासक खोर्धा राजा को कबलित करने को कूटनीति अवलंबन कर नाना प्रकार प्रलोभन देखाई दिले के ना कर्नल हारकोट। प्रश्न 62 पाइक सेना साहाय्य 1804 अक्टोबर मासरे निम्नोक्त केउ स्थान रे मराठा मान साहाय्य नहीं खोर्धा राजा इंग्रेज मान आक्रमण करथिले केउ स्थान रे ना उत्तर है पिपिली। प्रश्न 63 इंग्रेज माने ओडिशा अधिकार कला पर सरकारी आईन और नीति नियम केउ भाषा अनुदित होइतिला केउ भाषा रे ना उत्तर है बंगला और पारसी। प्रश्न 64 बक्सी जगबंधु इंग्रेज मान निम्नोक्त केउथि पई क्षिप्त हेउतिले केउथि पई ना से राजांगठरू पाइथिबा चोडंग मंडल जागिरी हराइबारु। प्रश्न 65 विद्रोही पाइक माने प्रथमे केउ कार्य करथिले ना उत्तर बाणपुर थाना को आक्रमण करथिले। प्रश्न 66 1825 ख्रीष्टाब्द रे बक्सी जगबंधु विद्याधर निम्नोक्त केउ स्थान रे आत्मसमर्पण करथिले केउ स्थान रे ना कटक। प्रश्न 67 निम्नोक्त मध्यरु के पेशवा द्वितीय बाजीराव पोष्य पुत्र थिले के ना उत्तर है नाना साहेब। प्रश्न 68 माधव सिंह निम्नोक्त केउ घाटी जगिबा पे अवस्थापित होइतिले केउ घाटी ना सिंगोड़ा। प्रश्न 69 इंग्लैंड रानी विक्टोरिया भारत शासन क्षमता हाथ को नेले बोली निम्नोक्त केउ स्थान एक घोषणा पत्र पाठ कले केउ स्थान ना उत्तर है अलाहाबाद ठारे केबे ना 1858 नवेम्बर 1 तारीख। 70 जयराजगुरु निम्नोक्त केबे जन्मग्रहण करथिले केबे ना 1739 अक्टोबर 29 तारीख रे। प्रश्न 71 मयूरभंज राजा श्री रामचंद्र भंजदेव निम्नोक्त केबे मृत्युवरण करथिले 1912 मसीहा फेब्रुआरी मास 22 तारीख। प्रश्न 72 निम्नोक्त केते मसीहा रे प्रथम बेतनटी हाट रे इंग्रेज शासन और जमींदार शोषण को प्रतिवाद करा जाई थिला केते मसीहा रे ना 1917 मसीहा रे। प्रश्न 73 सिपाही मंगल पांडे तो केउ कारण मृत्युदंड दंडित हेले रागी जाई इंग्रेज ऑफिसर को हत्या कले। प्रश्न 74 सिपाही विद्रोह बेले कानपुर रे किए नेतृत्व नहीं कानपुर रे ना नाना साहेब। प्रश्न 75 1857 मसीह सिपाही विद्रोह बेले भारत रे गवर्नर जनरल किए थिले ना उत्तर है लॉर्ड कैनिंग।